ଆପଣଙ୍କର ଯଦି ମେଷ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଭାବେ ଦେଖନ୍ତୁ, କାରଣ ମେଷ ରାଶିର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି ମେ ମାସରେ ଏକ ବିରାଟ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି ଏବଂ ଆପଣଙ୍କର ଜୀବନରେ ଯେତେ ମାତ୍ରାରେ ଦୁଃଖ କଷ୍ଟ ଆସୁଥିଲା ବା ବାଧାବିଘ୍ନ ଆସୁଥିଲା ତାହା ସବୁ ମଧ୍ୟ ଦୂର ହେବାକୁ ଯାଉଅଛି। ତେଣୁ ଆପଣ ଯଦି ମେଷ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିତ ଭାବେ କରନ୍ତୁ ଏବଂ କମେଣ୍ଟରେ ଜୟ ମହାଦେବ ଜୟ ଶନିଦେବ ନିଶ୍ଚିତ ଭାବେ ଲେଖନ୍ତୁ। ତେବେ ଦେଖନ୍ତୁ, ପ୍ରଥମତଃ ମେଷ ରାଶିର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି ମେ ମାସରେ ଏକ ରାଜଯୋଟକ ହେବାକୁ ଯାଉଅଛି, ଯାହା ଗଜରାଜ ଯୋଟକ ଅଟେ ଏବଂ ଆପଣଙ୍କର ଅଧିପତି ମଙ୍ଗଳ ମହାଗ୍ରହ ମଧ୍ୟ ଆପଣଙ୍କର ଗୁରୁସ୍ଥାନର ତଥା ଲକ୍ଷ୍ମୀ ନାରାୟଣଙ୍କ ସ୍ଥାନର ଲାଭ ଘରେ ବିରାଜମାନ କରିଛନ୍ତି, ଯାହାଫଳରେ କି ଆପଣଙ୍କର ଏହି ମେ ମାସରେ କ୍ୟାରିୟର କ୍ଷେତ୍ରରେ ବହୁତ ମାତ୍ରାରେ ଉନ୍ନତି ଆସିବ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ର ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିବ। ଏବଂ ପୂର୍ବରୁ ଯେଉଁ ଦେଖୁଥିବେ ଆପଣଙ୍କର ପରିବାର କ୍ଷେତ୍ରରେ ଭାଇ ଭାଇଙ୍କ ମଧ୍ୟରେ କଳହ ସୃଷ୍ଟି ହେଉଥିଲା, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ସୃଷ୍ଟି ହେଉଥିଲା, ଏହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଦୂର ହେବ ଏବଂ ଆପଣଙ୍କର ପରିବାରରେ ଏକ ଅତୁଟ ସମ୍ପର୍କ ମଧ୍ୟ ଗଢ଼ି ଉଠିବ। ଆପଣ ଦେଖିବେ ଯେ ଆପଣ ଅନେକ ପ୍ରକାରର ଦୁଃଖର ସମ୍ମୁଖୀନ କରୁଥିଲେ ଏବଂ ଅନେକ ପ୍ରକାରର ବାଧାବିଘ୍ନ ମଧ୍ୟ ଆପଣଙ୍କ ଜୀବନରେ ଗତି କରୁଥିଲା। ଦେଖିବେ ଏ ସମସ୍ତ ପ୍ରକାରର ବାଧାବିଘ୍ନ ଦୁଃଖ କଷ୍ଟ ଦୂରେଇ ଯିବା ସହିତ ଶନି ମହାଗ୍ରହ ଆପଣଙ୍କର ଅଷ୍ଟମ ଘରକୁ ବିରାଜମାନ କରିବେ, ଯାହାଫଳରେ ଆପଣଙ୍କୁ ଏକ ନୂତନ ଜୀବନଯାପନର ଶୈଳୀ ମଧ୍ୟ ପ୍ରାପ୍ତି ହେବ। ଖାସ କରି ଦେଖନ୍ତୁ, ଶନି ହେଉଛନ୍ତି କର୍ମଫଳ ଦେବତା ଏବଂ ସୂର୍ଯ୍ୟ ମହାଗ୍ରହ ଆପଣଙ୍କର ଶନିଙ୍କ ସହ ଏକତ୍ରିତ ହୋଇ ରହିଛନ୍ତି, ଯାହାଫଳରେ କି ଆପଣଙ୍କର ଗଜରାଜ ଯୋଟକ ହେଉଅଛି, ଫଳରେ କି ଆପଣଙ୍କର ଆର୍ଥିକ ଆୟ ବୃଦ୍ଧି ଘଟିବ। ଆପଣଙ୍କର ଆୟ ବୃଦ୍ଧି ଘଟି ରହିବା ସହିତ ବ୍ୟୟ କିଛି ମାତ୍ରାରେ କମ୍ ହୋଇପାରେ ଏବଂ ଆପଣ କିଛି ମାତ୍ରାରେ ଉନ୍ନତି ମଧ୍ୟ କରିପାରନ୍ତି। କିଛି ଦୂରକୁ ଯାତ୍ରା ଭ୍ରମଣ କରିପାରନ୍ତି, କିଛି ତୀର୍ଥ ମଧ୍ୟ ଯାତ୍ରା ଭ୍ରମଣ କରିପାରନ୍ତି, ନଚେତ୍ ଆପଣଙ୍କର ଅନେକ ପ୍ରକାର ସୁବିଧା ବାହାରି ରହିବ। କାରଣ ସୂର୍ଯ୍ୟ ମହାଗ୍ରହ ହେଉଛନ୍ତି, ଦେଖନ୍ତୁ, ନବଗ୍ରହଙ୍କ ମଧ୍ୟରେ ସୂର୍ଯ୍ୟ ମହାଗ୍ରହ ହେଉଛନ୍ତି ଶ୍ରେଷ୍ଠ ମହାଗ୍ରହ, ଯାହା କର୍ମ ଘରେ ଅର୍ଥାତ୍ ଶନିଙ୍କ ସହିତ ଏକତ୍ରିତ ହୋଇ ରହିଛନ୍ତି ଏବଂ ଶନିଙ୍କ ସହିତ ଏକତ୍ରିତ ହୋଇ ରହିଥିବାରୁ ଆପଣଙ୍କର ଖାସ କରି ଦେଖିବେ ଯେ କିଛି ପୈତୃକ ସମ୍ପତ୍ତି ପ୍ରାପ୍ତ କରିବା ସହିତ କିଛି ଦୂରଯାତ୍ରା ଆପଣ ଭ୍ରମଣ କରିପାରନ୍ତି, କିଛି ବାସଗୃହ ମଧ୍ୟ ନିର୍ମାଣ କରିବାର ଯୋଗ ରହୁଅଛି ଏବଂ ଅଚାନକ ଦେଖିବେ ଆପଣଙ୍କୁ ଅନେକ ବ୍ୟକ୍ତିଙ୍କର ମଧ୍ୟ ସହାୟକ ମିଳିବ। ଅନେକ ବ୍ୟକ୍ତି ଆପଣଙ୍କୁ ଅଚାନକ ସହାୟକ କରିବେ ଏବଂ ହଠାତ୍ ଆପଣଙ୍କର ଧନ ବୃଦ୍ଧି ହେବ ଏବଂ ଘରେ ଯେଉଁ କଳହ ଲାଗି ରହୁଥିଲା, ବାଦବିବାଦ ଲାଗି ରହୁଥିଲା, ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଦୂର ହେବ। ତେଣୁ ମୋଟାମୋଟି ଦେଖିବାକୁ ଗଲେ ମେଷ ରାଶିର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି ମେ ମାସରେ ଏକ ବିରାଟ ବଡ଼ ପରିବର୍ତ୍ତନ ହେବ, ଯାହା ଆପଣଙ୍କର ଜୀବନଟିକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ରଖିଦେବ। ତେଣୁ ଆପଣ ଯେତେ ମାତ୍ରାରେ ପାରୁଛନ୍ତି ଆପଣଙ୍କର ଇଷ୍ଟଦେବ ମହାଦେବଙ୍କ ମନ୍ଦିରକୁ ଯାତ୍ରା କରନ୍ତୁ, ଜଳସାଇ କରନ୍ତୁ, ବେଲପତ୍ର ଚଢ଼ାନ୍ତୁ, ଦେଖିବେ ବହୁତ ମାତ୍ରାରେ ଆପଣଙ୍କର ମଙ୍ଗଳ ଘଟିବ ଏବଂ ପୂର୍ବରୁ ଯେତେ ମାତ୍ରାରେ ଆପଣ ଦୁଃଖ କଷ୍ଟରେ ସହି ଆସୁଥିଲେ ବା ବାଧାବିଘ୍ନରେ ସହି ଆସୁଥିଲେ ତାହା ମଧ୍ୟ ଆପଣଙ୍କର କିଛି ମାତ୍ରାରେ କଟି ଯାଇପାରେ। ତେବେ ଆପଣ ଯେତେ ମାତ୍ରାରେ ପାରୁଛନ୍ତି ଆପଣଙ୍କର ଇଷ୍ଟଦେବ ମହାଦେବଙ୍କର ମନ୍ଦିରକୁ ଯାତ୍ରା କରନ୍ତୁ, ଜଳାଶୟ କରନ୍ତୁ, ବେଲପତ୍ର ଚଢ଼ାନ୍ତୁ, ଦେଖିବେ ବହୁତ ମାତ୍ରାରେ ଆପଣଙ୍କର ମଙ୍ଗଳ ଘଟିବ ଏବଂ ଆପଣଙ୍କର ଜୀବନରେ ଯେତେ ମାତ୍ରାରେ ବାଧାବିଘ୍ନ ଆସୁଥିଲା ତାହା ମଧ୍ୟ ଦୂରେଇ ଯିବ। ତେବେ ଆଜି ତ ସମୟ ହୋଇଯାଇଛି, ଭିଡ଼ିଓଟିକୁ ଏଇଠି ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।